ହେଲା ସ୍ୱାମୀ ନିଖୋଜ, ସ୍ତ୍ରୀଙ୍କ ଆଖିରେ କେବଳ ଲୁହ ଓ ଅସହାୟତା। ନମସ୍କାର ଦର୍ଶକ ବନ୍ଧୁ, ଆଜି ଆମେ ଆପଣଙ୍କୁ ନେଇଯିବୁ ଗଞ୍ଜାମ ଜିଲ୍ଲାର ଚରଡ଼ା ଅଞ୍ଚଳକୁ, ଯେଉଁଠି ଏକ ଗରିବ ପରିବାର 7 ମାସ ଧରି ଅପେକ୍ଷା କରି ବସିଛି ତାଙ୍କର ପରିବାରର ମୁଖ୍ୟଙ୍କ ଫେରିବା ବାଟକୁ। ବମ୍ବେଇ ଯାଇଥିଲେ ଅଶୋକ ନାୟକ କାମ କରିବାକୁ। ଆଉ ବସିଲେ କହିଲେ ଟ୍ରେନରେ 7 ମାସ ହେଲା ଘରକୁ ଆସିନାହାନ୍ତି। ଆଉ ପୋଲିସ ଏସ୍ ପାଖକୁ ଯାଇଥିଲି, ପୋଲିସ ଥାନା ଦେଇଛନ୍ତି, ମୋତେ କିଏ ନ୍ୟାୟ ଦେଲେନି। 7 ମାସ ହେଲା ପିଲାମାନଙ୍କୁ ଧରି ଚଳିବା ବଡ଼ କଷ୍ଟ। ଆଜ୍ଞା ଭାରି ଯାଉଛି, ଖାଇକି ରହିଛି। ଆଜି 7 ମାସ ହେଲା ଘରକୁ ଆସିନାହାନ୍ତି। ଲୋକଟା ଗଲେ ବମ୍ବେଇ, ଆଉ ଘରକୁ ଆସିନାହାନ୍ତି 7 ମାସ ହେଲା। ମା କୁହନ୍ତୁ, ଆପଣ କୁହନ୍ତୁ, ଆପଣ ପୁଅ ବିଷୟରେ କ'ଣ ହେଇଛି? ବାପାକୁ ସେ ବନେଇକି ତ କୁଆଡ଼େ ଛାଡ଼ିଲେ। ବାପା ଟ୍ରେନ୍ରେ ଗାଡ଼ି ବସେଇଲା ବେଲି ଆଉ ବସେଇ ଦେଲା, ବସେଇ ଦେଇକି କୁଆଡ଼େ ନେଇଗଲା ଆମର ପୁଅକୁ। କୋଡ଼ି ଛାଡ଼ିଲା, ଆମର ପୁଅକୁ ଆଣିଲାନି। ମୁଁ ଅଣ୍ଡୁଣି ଗଲି ବାପା, ମୋର ପୁଅ କୁଆଡ଼େ ଗଲା? 8 ମାସ ହେଲା। ଆଜ୍ଞା ହଁ, ଆମେ କହୁଛୁ କୁନି ନାୟକଙ୍କ ହୃଦୟର କଥା। କେବଳ ଗୋଟିଏ ପ୍ରଶ୍ନ, ମୋ ସ୍ୱାମୀ କେଉଁଠି? ଚାଲନ୍ତୁ ଦେଖିବା ସେହି ରିପୋର୍ଟ। ଏହି ଭଙ୍ଗା ଘରେ ରହୁଛନ୍ତି କୁନି ନାୟକ ଓ ତାଙ୍କ ଶ୍ୱଶୁର ଓ 3 ନିରୀହ ପିଲା। ଗତ 6 ଜୁନ୍ 2025ରେ ତାଙ୍କ ସ୍ୱାମୀ ଅଶୋକ ନାୟକ ମୁମ୍ବାଇରୁ ଓଡ଼ିଶା ଫେରୁଥିବା ଟ୍ରେନ୍ରୁ ନିଖୋଜ ହୋଇଯାଇଛନ୍ତି। ଶ୍ରୀ ସାଇ ପ୍ରସାଦ ପରିଡ଼ା କହିଛନ୍ତି, ଆନ୍ତର୍ଜାତିକ ମାନବ ଅଧିକାର ଜାତୀୟ ସମ୍ପାଦକ ଭାବରେ ମୁଁ କାର୍ଯ୍ୟରତ ଅଛି। ବର୍ତ୍ତମାନ ଆମକୁ ଏଇ ପରିବାରର ଗୋଟେ ଲୋକ ମହାରାଷ୍ଟ୍ର ଯାଇଥିଲେ, ମୁମ୍ବାଇ, ସେ କାମ କରି ଯାଇକି ନିଖୋଜ ହେଇଯାଇଛନ୍ତି। 7 ମାସ ହେଲା। ପ୍ରଶାସନ ବିଭାଗକୁ ସେ ବାରବାର ବି ଜଣାଉଛନ୍ତି। ଲୋକ ପ୍ରତିନିଧିତ୍ୱ ଯେଉଁମାନେ ଅଛନ୍ତି, ସରପଞ୍ଚ, ସମିତି ସଭ୍ୟ, MLA, MP ମଧ୍ୟ ଜଣାଇଛନ୍ତି, କହୁଛନ୍ତି SP ମଧ୍ୟ ଜଣାଇଛନ୍ତି। ବିକଜ ଏମାନଙ୍କର ରେଜଲ୍ଟ କିଛି ଜିରୋ। ଯେତେ ଥର ସେମାନେ ଯାଇକି ରିକ୍ୱେଷ୍ଟ କରୁଛନ୍ତି, ସରପଞ୍ଚକୁ ପଚାରୁଛନ୍ତି, ସରପଞ୍ଚ କହୁଛନ୍ତି ଆମେ ଦେଇଛୁ, ପୋଲିସ ଷ୍ଟେସନ ଦେଇଛୁ, ପୋଲିସ ବି ଇନଭେଷ୍ଟିଗେସନ କିଛି କରୁନି। ପୋଲିସ କହୁଛି ମୁଁ କାମ କରୁଛି। ଦେଖନ୍ତୁ ସାର୍, ଗୋଟେ ସାଧାରଣ ଲୋକ, ଗୋଟେ ଯେକୌଣସି ଗୋଟେ ରାଜନୈତିକ ଦଳ ଏଠିକି ଭୋଟ ନେଇ ଆସୁଛନ୍ତି, ଭୋଟ ଦିଅ ଆମେ ଜିତିବୁ ବୋଲି। ଜିତିଲା ପରେ ଗୋଟେ ଯଦି ବ୍ୟକ୍ତିତ୍ୱ, ଗୋଟେ ସାଧାରଣ ବ୍ୟକ୍ତିତ୍ୱଙ୍କ ଦ୍ୱାରା ଜଣେ ବ୍ୟକ୍ତିତ୍ୱ ପରିଚୟ ସୃଷ୍ଟି କରେ, ଗୋଟେ ଯେକୌଣସି ଗୋଟେ ରାଜନୈତିକ ଦଳର ମୁଖିଆ ହେଇକି ଆସନ୍ତି। କିନ୍ତୁ ସାଧାରଣ ଲୋକଟା ଯଦି ମିସପ୍ଲେସ ହଉଛି, କୌଣସି ଗୋଟେ ଟପ୍ ଲେଭେଲର ଲୋକ କିମ୍ବା କୌଣସି ଗୋଟେ ଅଫିସର୍ସ କିମ୍ବା କୌଣସି ସରକାରୀ କର୍ମଚାରୀ କିମ୍ବା କୌଣସି ରାଜନୈତିକ ଦଳ ଯଦି ଆଜି ନିଖୋଜ ହେଇଥାନ୍ତା, ତାହେଲେ 7 ମାସ ପର୍ଯ୍ୟନ୍ତ ଏଇ ଗରିବ ପିଲାମାନଙ୍କୁ ଖାଇବାକୁ ପାଉନାହାନ୍ତି। ଦେଖନ୍ତୁ, ଚାଉଳ ମିଳୁନି ବୋଲି କହୁଛନ୍ତି। ଘରର ଅବସ୍ଥା ଦେଖନ୍ତୁ, ପଲିଥିନ ପକେଇକି ରହିଛନ୍ତି। ଏତେ ଅବସ୍ଥାରେ ସେମାନେ କାନ୍ଦି ବୋବେଇକି ସେମାନେ ଆମକୁ ଇଣ୍ଟିମେଣ୍ଟ କରୁଛନ୍ତି। ଇଣ୍ଟିମେଣ୍ଟ କରିବା ଫଳରେ ଆମେ ଆସିଲୁ, ଆମେ ଓଡ଼ିଶାର ମୁଖ୍ୟ ଜାଗାରୁ ଆମେ ଆସିଛୁ। ଦେଖନ୍ତୁ, ଏଇଠୁ 200-250 କିଲୋମିଟର ଦୂରରୁ ଆମେ ଆସିଲୁ, କିନ୍ତୁ ସରପଞ୍ଚ ମଧ୍ୟ ସମୟ ଦେବା ପାଇଁ ସେମାନେ ଅବହେଳା କହୁଛନ୍ତି ନା ଆମେ ଧାନ କାଟିବାକୁ ଯାଉଛୁ। କିନ୍ତୁ ସେ ସରପଞ୍ଚ ନାହିଁ, ତାଙ୍କର ନିଜସ୍ୱ ଘର ଲୋକ ସରପଞ୍ଚ ଅଛନ୍ତି। କିନ୍ତୁ ସରପଞ୍ଚ ଥାଇକି ମଧ୍ୟ ତାଙ୍କର ଘର ଲୋକ ମଧ୍ୟ ପ୍ରତିନିଧିତ୍ୱ କରି ମଧ୍ୟ ସେମାନେ ଆମକୁ ସମୟ ଦେଇ ପାରୁନାହାନ୍ତି। ଆମେ ଯେତେବେଳେ ଏଠି ଏମାନଙ୍କୁ ଆସିକିରି ଆଙ୍କର ଅସୁବିଧା ସମ୍ମୁଖୀନ ଯେତେବେଳେ ପଚାରିଲା ପରେ ସେମାନେ ଏତେ ଦୁଃଖଦ କାହାଣୀ କହୁଛନ୍ତି। ଦେଖନ୍ତୁ, ଘରେ ପଲିଥିନ ପକେଇକି ରହୁଛନ୍ତି। ସରକାର ଆଜି କି 24-25 ବର୍ଷ ଭାବ ନିର୍ମାଣ ସରକାର ଯୋଉ ବିଫୋରରୁ ଥିଲେ, ଆମେ କୌଣସି ଅପୋଜିସନ ପାର୍ଟିରେ ରୋଲିଂ ପାର୍ଟି ପାଇଁ ଏଇ ଆଲୋଚନା କରୁନୁ। ସରକାର 24 ବର୍ଷ ଥିଲେ, କିନ୍ତୁ ପଲିଥିନ ଘରେ ବି ଏଇ ଲୋକ କାଟିଛନ୍ତି। ଆଜି ବି ସରକାର ଆସିଛନ୍ତି 1.5 ବର୍ଷ ହେଲା, କିନ୍ତୁ ଏଇ ପଲିଥିନ ଘରେ ଲୋକ କାଟୁଛନ୍ତି। ଚାଉଳ ବି ମିଳୁନି, ଖାଇବା ପାଇଁ ମିଳୁନି, ଅବସ୍ଥା ଖରାପ। ଘରର ରୋଜଗାରିଆ କରିବା ଲୋକ ଯଦି ସେମାନେ ମିସପ୍ଲେସ ହେଇଗଲେ, ତାହେଲେ ଏଇଠି କରୁଥିବା ପ୍ରତିନିଧିତ୍ୱ କାମ କରୁଛନ୍ତି କ'ଣ? ମୋର ପ୍ରଥମ କ୍ୱେଶ୍ଚିନ୍ ହେଉଛି, ଆନ୍ତର୍ଜାତୀୟ ମାନବ ଅଧିକାର ପରିଷଦ ଥ୍ରୋରୁ ମୁଁ ପଚାରୁଛି କ୍ୱେଶ୍ଚିନ୍, ଏଠାରେ MLA କ'ଣ କରୁଛନ୍ତି, MP କ'ଣ କରୁଛନ୍ତି, କଲେକ୍ଟର କ'ଣ କରୁଛନ୍ତି, ଗଞ୍ଜାମ ଜିଲ୍ଲାର କଲେକ୍ଟର କ'ଣ କରୁଛନ୍ତି, MP କ'ଣ କରୁଛନ୍ତି, MLA କ'ଣ କରୁଛନ୍ତି, ମିନିଷ୍ଟର୍ସ କ'ଣ କରୁଛନ୍ତି, ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀମାନେ କରୁଛନ୍ତି କ'ଣ? ତେଣୁକରି ଏଇ ଉପରେ ବିଚାର ବିମର୍ଶ କରିକିରି ଆମେ ବର୍ତ୍ତମାନ ପୋଲିସ ଷ୍ଟେସନକୁ ଯାଉଛୁ। ସେମାନଙ୍କର କ'ଣ ଅଭିଯୋଗ ଅଛି, ଆଙ୍କର ବିଷୟରେ ତଦନ୍ତ କରିକିରି ଏଇଟାକୁ ଉପଯୁକ୍ତ ଆମ ଅର୍ଗାନାଇଜେସନର ଟପ୍ ଲେଭେଲରେ ଏଟାକୁ କାର୍ଯ୍ୟ କରିବା ପାଇଁ ସଫଳ କରି ଏ ଲୋକଟା ଗରିବ ଲୋକଟାକୁ ସାହାଯ୍ୟ କରିବା ପାଇଁ ଆମେ ଆଗକୁ ରହି ଆସିଛୁ। କ'ଣ କହିବେ? ଆଜି ଆସିଥିଲେ ଗଞ୍ଜାମର ଚରଡ଼ା ଗାଁକୁ ଆସିଥିଲେ, ଦେଖିଲେ କିଛି ଏକ ଅଭାବନୀୟ ଘଟଣା ଦେଖିଛନ୍ତି, କ'ଣ କହିବେ ତାପରେ? ଦେଖିକି ବହୁତ ଦୁଃଖ ଲାଗୁଛି ଯେ ଏଭଳି ପରିସ୍ଥିତି ଆଜି ବି ଆମର ଏଇ ସମାଜରେ ଅଛି, ଯୋଉଟା ଆମେ ଦୂରରୁ ଦେଖିଲେ ଜାଣିପାରୁନଥିଲୁ। ଷ୍ଟିଲ୍ ଏ ପରିବାରକୁ ଦେଖିଲା ପରେ ଜଣା ପଡୁଛି ଯେ ଓଡ଼ିଶା ଆଜି ବି ବହୁତ ଦର୍ଦନୀୟ ଅବସ୍ଥାରେ ଅଛି। ଯୋଉ ଫ୍ୟାମିଲି ମାନଙ୍କୁ ଆକ୍ଚୁଆଲି ସପୋର୍ଟ ମିଳିବା କଥା ସେଟା ମିଳୁନାହିଁ। ରାଜନୀତିରେ ସମସ୍ତେ କହୁଛନ୍ତି ଯେ ଆମେ ସମସ୍ତଙ୍କୁ ସପୋର୍ଟ କରୁଛୁ, ଆମର ବି ମୋହନ ସରକାର ବି ମଧ୍ୟ କହୁଛନ୍ତି ଯେ ଆମେ SC ST ପାଇଁ ବହୁତ କିଛି କାମ କରୁଛୁ, କିନ୍ତୁ କିଛି ଆଙ୍କର ପରିବାରକୁ ଦେଖିଲେ ଲାଗୁନି ଯେ ସେମିତି କିଛି କାମ
ହଉଛି ଓଡ଼ିଶାରେ। ମୁଁ ସରକାରକୁ ଏତିକି ମାନେ ରିକ୍ୱେଷ୍ଟ କରିବି ଯେ ଆକ୍ଚୁଆଲି ସେମାନଙ୍କୁ ଗ୍ରାସ ରୁଟ୍ ଲେଭଲରେ କାମ କରିବା ଦରକାର। ଯେମିତିକି ଆପଣଙ୍କର ଏଇଠିକାର ସରପଞ୍ଚ ହଉ ଯିଏ ତାଙ୍କର ୱାର୍ଡ ମେମ୍ବର ହୁଅନ୍ତୁ, ସେମାନେ ଯଦି ଜଣେ ଜଣେ ଆସିକି କାଉନସିଲିଂ କରିକି ଦେଖିପାରିବେ ଯେ ଆକ୍ଚୁଆଲି ଏଇଠିକାର ପରିସ୍ଥିତି କେମିତି, ଆଉ ତାପରେ ଅନୁଧ୍ୟାନ କରାଯାଉ, ଆଉ ଏ ପରିବାରକୁ ବହୁତ ଜଲ୍ଦି ନ୍ୟାୟ ମିଳୁ, ଏତିକି ଆମେ ରିକ୍ୱେଷ୍ଟ କରିବୁ। ଆଉ ଆମ ତରଫରୁ ଯାହା ବି ହେଇପାରିବ ଆମେ ନିଶ୍ଚିତ ଭାବେ ସପୋର୍ଟ କରିବୁ। ଆଚ୍ଛା, ଗ୍ରାଉଣ୍ଡ ସ୍ତରକୁ ଆସିଥିଲେ, କିଛି ପ୍ରତିନିଧି ସାଙ୍ଗେ କଥା ହେଇଛନ୍ତି, ମାନେ ସରପଞ୍ଚ ସାଙ୍ଗରେ କାହା ସାଙ୍ଗେ କଥା ହେବାକୁ ଚେଷ୍ଟା କଲେ, କଣ ରହିଲା ପ୍ରତିକ୍ରିୟା? ଆମେ ସରପଞ୍ଚଙ୍କ ସହିତ କଥା ହେଲୁ, ସେ କହିଲେ ଯେ ସେ ଧାନ ମଳିବାକୁ ଯାଇଛନ୍ତି, ତାଙ୍କ ପାଖରେ ଟାଇମ ନାହିଁ। ଆମେ ଏତିକି ବି ଜଣେଇଲୁ ଯେ ଆମେ ଭୁବନେଶ୍ୱରରୁ ଆସୁଛୁ ଗୋଟେ ଟିମ୍ ନି, ଆସନ୍ତୁ ଆମକୁ ଟିକେ ତାଙ୍କ ସହିତ ପୋଲିସ ଷ୍ଟେସନ ଯିବା। ସେ ଡାଇରେକ୍ଟ ମନା କରିଦେଲେ ଆମେ ଆସିପାରିବୁନି ଏବେ। ଧାନ ମଳିବାଟା କଣ ଲୋକଙ୍କ ମୌଳିକ ସୁବିଧାଠୁ ବି ବେଶୀ ଇମ୍ପୋର୍ଟାଣ୍ଟ? ସେମାନେ ବି ଭୋଟ ପାଇଁ ହିଁ ଆସୁଛନ୍ତି, ଯେମିତି MLA MP ଭୋଟ ପାଇଁ ହିଁ ଆସୁଛନ୍ତି, ସରପଞ୍ଚ ବି ସେମିତି ହିଁ ଭୋଟ ପାଇଁ ଆସୁଛନ୍ତି। ଏ ସବୁ ଯାକ ଦେଖିକି ତ ସେମିତି ହିଁ ଲାଗିଲା ମତେ। ଆବଶ୍ୟକ ପଡ଼ିଲେ ଏହି ମାମଲାକୁ ରାଜ୍ୟ ଓ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଉଠାଇବୁ। ଯେପର୍ଯ୍ୟନ୍ତ ଏହି ମାମଲା ନ୍ୟାୟ ନ ମିଳିଛି ଆମେ ଚୁପ୍ ରହିବୁ ନାହିଁ। ତେବେ ଏହି ଘଟଣା ଉପରେ ଉଠିଛି ଅନେକ ପ୍ରଶ୍ନ। ଗରିବଙ୍କ ନ୍ୟାୟ କାହିଁକି ଏତେ ବିଳମ୍ବ? ପ୍ରଶାସନର ସମ୍ବେଦନଶୀଳତା କେଉଁଠି? ସ୍ଥାନୀୟ ଜନପ୍ରତିନିଧିମାନେ ଚୁପ୍ କାହିଁକି? ଏବେ ଦେଖିବାକୁ ବାକି ରହିଲା ସରକାର ଓ ପୋଲିସ ନିଦ କେବେ ଭାଙ୍ଗୁଛି, ନା କୁନି ନାୟକଙ୍କ ଲୁହ ନୀରବତାରେ ଶୁଖିଯିବ। ଏହି ଖବର ଉପରେ ଆମେ ନଜର ରଖିବୁ। ରହୁଛୁ, ନମସ୍କାର।